ଜୟ ଶ୍ରୀରାମ ବନ୍ଧୁଗଣ। ସୁଦର୍ଶନ ଚକ୍ର ଏତେ ଶକ୍ତିଶାଳୀ ଥିଲା ଯେ କୁହାଯାଏ ଭଗବାନ ଶ୍ରୀକୃଷ୍ଣ ବା ଭଗବାନ ବିଷ୍ଣୁଙ୍କର ସମସ୍ତ ଅବତାରଙ୍କର ମନକୁ ବୁଝିକିରି ସୁଦର୍ଶନ ଚକ୍ର ଚାଲେ। ଆଉ ସୁଦର୍ଶନ ଚକ୍ର ଯେଉଁ ବି ଶତ୍ରୁର ବଧ କରିବାକୁ ଯାଇଥାଏ ତାର ବଧ ନ କଲା ପର୍ଯ୍ୟନ୍ତ ସେ ଫେରେ ନାହିଁ। ଆଉ ସୁଦର୍ଶନ ଚକ୍ର କେବଳ ସେଇ ଶତ୍ରୁ ଛଡ଼ା ଆଉ କୌଣସି ବି ବା ଆଉ କାହାର ବି କ୍ଷତି କରେ ନାହିଁ। କିନ୍ତୁ ଏତେ ଶକ୍ତିଶାଳୀ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କ ପାଖକୁ ଆସିଲା କେମିତି, ଆଜି ଆମେ ସେଇ ବିଷୟରେ ପୁରା ବିସ୍ତାରରେ ଜାଣିବା। ସତ୍ୟ ଯୁଗ ପୂର୍ବର କଥା, ଅସୁରମାନେ ବହୁତ ଦେବତାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ଦେବତାମାନେ ଯାଇ ଭଗବାନ ବିଷ୍ଣୁଙ୍କ ପାଖରେ ଶରଣ ପଶିଲେ କି ଆମକୁ ରକ୍ଷା କରନ୍ତୁ, ଅସୁରମାନଙ୍କୁ ଆପଣ ବଧ କରନ୍ତୁ, ଅସୁରମାନେ ଆମକୁ ପରାସ୍ତ କରିସାରିଲେଣି। ତାପରେ ଭଗବାନ ବିଷ୍ଣୁ ଅସୁରମାନଙ୍କ ସହିତ ଅନେକ ବର୍ଷ ଯୁଦ୍ଧ କଲେ। ଏମିତି ଅନେକ ବର୍ଷ ଯୁଦ୍ଧ କଲା ପରେ ମଧ୍ୟ ଅସୁରମାନଙ୍କୁ ସମାପ୍ତ କରିପାରିଲେ ନାହିଁ। ଭଗବାନ ବିଷ୍ଣୁ କ୍ଳାନ୍ତ ହୋଇଗଲେଣି, କିନ୍ତୁ ଅସୁରମାନଙ୍କର ବିନାଶ ସମ୍ପୂର୍ଣ୍ଣ ହୋଇନାହିଁ ଏପର୍ଯ୍ୟନ୍ତ। ଅସୁରମାନଙ୍କ ମୁଣ୍ଡ ତ କାଟି ଦେଉଛନ୍ତି ଭଗବାନ ବିଷ୍ଣୁ, ହେଲେ ଅସୁରମାନଙ୍କ ମୁଣ୍ଡ ପୁଣି ଥରେ ଜୀବିତ ହୋଇଯାଉଛି ବା ସେ ପୁଣି ଥରେ ଅସୁରମାନେ ଜୀବିତ ହୋଇ ଭଗବାନ ବିଷ୍ଣୁଙ୍କ ସହିତ ଯୁଦ୍ଧ କରୁଛନ୍ତି। ତ ଭଗବାନ ବିଷ୍ଣୁ ଆଉ କିଛି ନ ପାରି ମହାଦେବଙ୍କର କଠୋର ତପସ୍ୟା କଲେ। ଏମିତି ଅନେକ ବର୍ଷ ତପସ୍ୟା କଲେ ମଧ୍ୟ ମହାଦେବ ପ୍ରସନ୍ନ ହେଲେ ନାହିଁ। ତାପରେ ଭଗବାନ ବିଷ୍ଣୁ ଗୋଟିଏ ଲିଙ୍ଗ ତିଆରି କରି ମହାଦେବଙ୍କୁ ଆରାଧନା କରି 1000ଟି କମଳ ଫୁଲ ବା 1000ଟି ପଦ୍ମ ଫୁଲ ପ୍ରତିଦିନ ଲିଙ୍ଗ ଉପରେ ଚଢ଼ାନ୍ତି ଆଉ ତାଙ୍କର କଠୋର ତପସ୍ୟା କରନ୍ତି। ଏମିତି ଅନେକ ବର୍ଷ ବିତିଗଲା। 1000 କମଳ ଫୁଲ ପ୍ରତିଦିନ ଭଗବାନ ଶିବଙ୍କଠେଇ ବିଷ୍ଣୁ ଚଢ଼ାନ୍ତି। ମହାଦେବ ଭଗବାନ ବିଷ୍ଣୁଙ୍କ ତପସ୍ୟାରେ ପ୍ରସନ୍ନ ହେଲେ। ବର ଦେବା ପୂର୍ବ ମହାଦେବ ଭାବିଲେ କି ଗୋଟେ ପରୀକ୍ଷା କରିନିଆଯାଉ। ଶେଷ ଦିନ ତପସ୍ୟାରେ ଭଗବାନ ବିଷ୍ଣୁ ପ୍ରତ୍ୟେକ ଦିନ ଭଳି 1000ଟି ପଦ୍ମ ଫୁଲ ଆଣି ଯେତେବେଳେ ମହାଦେବଙ୍କ ଉପରେ ଚଢ଼ାନ୍ତି, ମହାଦେବ ଗୋଟିଏ ପଦ୍ମ ଫୁଲ ସେଥିରୁ ଗାୟବ କରିଦେଲେ ବା ଗୋଟିଏ ପଦ୍ମ ଫୁଲ ସେଥିରୁ ଲୁଚେଇ ଦେଲେ, ଯାହାଫଳରେ କି ଭଗବାନ ବିଷ୍ଣୁ ଯେତେବେଳେ ପ୍ରତ୍ୟେକଟି ଗୋଟିଏ ଗୋଟିଏ କରି ପଦ୍ମ ଫୁଲ ମହାଦେବଙ୍କ ଉପରେ ଚଢ଼େଇ ଚାଲିଛନ୍ତି, ଯେତେବେଳେ ଶେଷ ପଦ୍ମ ଫୁଲର ପାଳି ଆସିଲା, ଦେଖନ୍ତି ତ ଇଏ ତ 999 ପଦ୍ମ, ଆଉ ଗୋଟିଏ ପଦ୍ମ ନାହିଁ। ସେଇଠି ଭଗବାନ ବିଷ୍ଣୁ ଭାବିଲେ ଯଦି ମୁଁ ଆଉ ଗୋଟିଏ ପଦ୍ମ ଏଠି ମହାଦେବଙ୍କ ଉପରେ ନ ଚଢ଼ାଏ ତାହେଲେ ମୋ ତପସ୍ୟା ସମ୍ପୂର୍ଣ୍ଣ ହେବ ନାହିଁ, ଅଧୁରା ରହିଯିବ। ସେଥିପାଇଁ ଭଗବାନ ବିଷ୍ଣୁ ଚିନ୍ତା କଲେ କି ମୋ ଭକ୍ତମାନେ ତ ମୋତେ କମଲ ନୟନ ବୋଲି ଡାକନ୍ତି, ଯଦି ମୁଁ କମଲ ଫୁଲ ଜାଗାରେ ମୋର ଗୋଟିଏ ଚକ୍ଷୁକୁ ଦାନ କରିଦେବି କମଲ ଫୁଲ ହିସାବରେ, ତାହେଲେ ମୋ ପୂଜା ସିଦ୍ଧି ହେବ ବା ମୋ ତପସ୍ୟା ପୂର୍ଣ୍ଣ ହେବ। ତାପରେ ଭଗବାନ ବିଷ୍ଣୁ ସେଇଆ ହିଁ କଲେ। ନିଜର ଚକ୍ଷୁ ଗୋଟିଏ କାଟିକିରି ମହାଦେବଙ୍କ ପାଖରେ ଅର୍ପଣ କରିଦେଲେ କମଲ ଫୁଲ ହିସାବରେ। ତାପରେ ମହାଦେବ ଆସି ପ୍ରକଟ ହୋଇଥିଲେ ଆଉ ଭଗବାନ ବିଷ୍ଣୁଙ୍କ ଚକ୍ଷୁକୁ ଫେରେଇଥିଲେ ଆଉ କହିଥିଲେ କି ଏବେ ଆପଣଙ୍କର ତପସ୍ୟା ପୂର୍ଣ୍ଣ ହୋଇଛି, ଆପଣଙ୍କର ମନବାଞ୍ଛା ନିଶ୍ଚିନ୍ତ ରୂପେ ପୂର୍ଣ୍ଣ ହେବ। ତାପରେ ମହାଦେବ ଭଗବାନ ବିଷ୍ଣୁଙ୍କୁ ସେଇ ସୁଦର୍ଶନ ଚକ୍ର ଦେଇଥିଲେ ଆଉ ସେଇ ସୁଦର୍ଶନ ଚକ୍ର ଦ୍ୱାରା ଭଗବାନ ବିଷ୍ଣୁ ରାକ୍ଷସ ମାନଙ୍କର ବିନାଶ କରିଥିଲେ। ଏବେ ଆପଣମାନେ ଜାଣିପାରିଲେ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କ ପାଖକୁ ଆସିଥିଲା କେମିତି। ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ ରୂପେ କରିଦେବେ ଆଉ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।